মঞ্চি হয়ে আসলো না আপনি ছাড়তে আরো সুন্দর সব বিসি যাবে এবারটাও ঠিকঠাক দিয়ে ছড়াবে কিন্তু ଯୋଉମାନେ ସବୁ ଦେଖିଥିଲେ ସେମାନେ ପାଠ ପଢୁଛନ୍ତି ପଚାରିବା ଏଇଠି ପଢ ଏବେ ପଢ ଏଇ ଦିନଟା ସେଇ ଦିଦିଟା ମୁଁ ଦବ କହିବାକୁ ପଡିଛି ନା
वो भी लगती है वो लगती है मतलब आपका रीडिंग हम देखेंगे तो हम लिखेंगे वो भी लगती है मैंने लिखी है मैं आपको पूरा लिख दिया था ऐसे बीच क्या होता है पेपर को पढ़ा देबे कोनी आ गाना गाना में विदा करिवा गाना गाना ये तो बुक पढ़ने होगा क्या है आओ के लेके आना चाहिए होला हम पाठ कर लेना कुछ हां नहीं वो है मैं जॉब कर ନାଇଁ ଗୋଟେ ଗୋଟେ ଜାଗା ଛାଡିଛ ଠିକ ଅଛି ଅଫର ଭଲ କିନ୍ତୁ ବହୁତ ଛାଡି ଛାଡି ଦେଉଛି କି ଜାଗା ଚେକ୍ କରିବୁ ହେଲା ମୁଁ ଦେଖା ହଉଛି ଯେମିତି ପେଜରେ ମାତ୍ର ମାନେ ଅଳ୍ପ ପରୀକ୍ଷା ଇଏ ଖାଲି ପେଜ ଫୁଲ କରିବାକୁ ମୋର କେନ୍ଦ୍ରାପଡା କୋଉଠି ଭୁବନେଶ୍ୱର ବାରଟା ସେଇଗଲା ହଁ ହଁ ସେଇ ଅପଡା ଜାଣିଛି ଆପଣ ଜନ୍ମଦିନ ପାଳନ ହବ ଟିକେ ଅଧିକ ଲେଖିବ ହେଲା ଟିକେ କଣ ଆଉ କୋଉମାନେ ଲେଖିନ ଯୋଉ ପିଲା ପ୍ରାୟ ସବୁ ଲେଖିଛି ପ୍ରାୟ ଦି ତିନି ଜଣ ଲେଖିଛି କୋଉ ପିଲା କିଏ ଲେଖିଥିଲ ମାନେ ଦଉଥିଲ ବା ଠିକ
Yes. Yes. Udah normal lagi kan option ya. এটা ডান କିଛି ସମୟ ପାଇଁ କରୁନି जो स्मार्ट बोर्ड बच्चा नहीं କାହାକୁ ଖାତିର ନ ଆଉ ଯେ ଲେଖିବ ତମର ଲେଖି ପାଞ୍ଚ ପାଠ ଦେଇଛି ମାନେ କଣ ମନେ ଅଛି କହିଲି ମୁଁ କହିଦେବି ତମେ ଲେଖିଛ ମୁଁ ଦେଖିବି ପଇସା ବନ୍ଦ କର ହାତ ଟେକିବ କେହି ଗୁଣୁ ଗୁଣୁ ହେଇକିନା କହିବ ଯୋଉମାନେ ଲେଖିକି ନ ଆଣିବ ନେକ୍ସଟ କ୍ଲାସକୁ ସେଟା ଦିଆହବ और जो बंद और जो बंद ଆପେ ବଞ୍ଚିଲେ ବାପର ନା ଆପେ ବଞ୍ଚିଲେ ବାପର ନା
ଘର ମାଉସୀ ସେ ଘର ମାଉସୀ ସେ ଘର ଦୁଇ ପକ୍ଷର ହୋଇ କଳି ଲଗାଉଥିବା ନାରୀ ଝିଅ ମାନେ ପ୍ରାୟ ପୁଅ ମାନଙ୍କର ସେ ଗୁଣ ନଥାଏ ଝିଅ ମାନଙ୍କର ବେଶୀ ସେଇ ଗୁଣ ଥାଏ କି ଗୋଟେ କଥା ଯଦି ପୁଅ ପିଲା ଜଣେ ଜାଣିଥିବ ସେ ବିଶ୍ୱାସ କାହାକୁ କହିବନି ତୁ ଯଦି ସେ ପୁରା ସ୍ତ୍ରୀ ଲୋକ କହିଛି ତ ତା କଥା ମୁଁ ଗାଁ ପାଖରେ ଏଇଟା ଅଛି ଏଇଠି ତ ହେଇପାରୁନି ନହେଲେ କହୁଥିବ ତୁ ଗାଁ ଗଲେ ସେଟା କାରଣ ଏଇଠି ତ କେହି କାହା ଘରକୁ ଚାଲି ବସି ଜାଣିଛି ଗାଁରେ ଯୋଉ କଥାଟା ମାନେ ଏଇ ମାନେ ଜଣେ ସ୍ତ୍ରୀ ଲୋକ ଜାଣିବ ସବୁଆଡେ ଖାଉଛନ୍ତି ଅରଣ୍ୟ ରତନ ଅରଣ୍ୟ ରତନ ତମେ ଜାଣିଦେଲ ଆଉ ନାହିଁ ଆଉ ତମେ କୁହ ଅହିନକୁଳ ସମ୍ପର୍କ ଅନ୍ଧ ବୁଝ ଅନ୍ଧ ଅକଲ ସଲାମୀ ଅକଲ ସଲାମୀ ମାନେ କଣ କୋଉ ପିଲା ପନିଶମେଣ୍ଟ କଣ ଦିଆଯାଏ ନିଜେ ମାଗିଛ ଆମେ ପଢିକି ନା ଆସିବୁ କାହିଁକି ପଢିକି ନା ଆଜିକାଲି ଦିନ ଆଗ ପିନ୍ଧିଲାଣି ତ ଦିଆହେଇଛି ପାଠ ଆଜିକା ଆଗ ପିନ୍ଧିଲାଣି ଆଉ ତମକୁ କେତେ ଦିନ ତମେ କେବଳ ରହୁନି ପଢିକି ଆସିବ ଏଇ ପିଲା ଏକ୍ଜାମ ଆମର ଏକ୍ଜାମ ଦବା ପାଠ ତ ଏବେଠାରୁ ପଢୁନ ସେତେବେଳକୁ ହବ କଣ ପନିଶମେଣ୍ଟ କଣ ହବ ମତେ କୁହ ପନିଶମେଣ୍ଟ ନଦେଲେ ମୁଁ ଛାଡିବି ତମକୁ ଗୋଟେ ପୂର୍ବ କ୍ଲାସରେ ଛାଡିଥିଲି ବୋଲିକି ଏ କ୍ଲାସରେ ପିଲାମାନେ ପଢୁଥିଲେ ପନିଶମେଣ୍ଟ ଯଦି ଦିଆହେଇଥାନ୍ତା ଆଜି ପଢିକି ନାହିଁ ଯଦି ଛାଡେ କଣ ପନିଶମେଣ୍ଟ ହବ ତମେ ଭାବିକିନା ମତେ କହିବ ମୁଁ ତ ମୋ ପନିଶମେଣ୍ଟ ଆପଣଙ୍କୁ ଶୁଣେଇ ଦେଇଛି ତମେ କ୍ଲାସରେ ରହିବ ଯଦି କାନ ଧରି ଠିଆ ହେଲ କଂସାରୀ ଘର ପାରା ଗୋବର ଗଣେଶ ହର ଢିଙ୍କି କୁମ୍ଭୀର ହର ଢିଙ୍କି କୁମ୍ଭୀର କିଏ କହିବ ତେଲିଆ ମୁଣ୍ଡରେ ତେଲ ନାଟର ଗୋବର୍ଦ୍ଧନ ଏଇଟା ବି ତମମାନେ କହିବ ନାଟର ଗୋବର୍ଦ୍ଧନ ଆଉ କଣ ଏତେ ସହଜ ଯଦି ନ କରିବ ଗୋଟା ଗଣ୍ଡଗୋଳ ହଉନି ଜଣେ ତାକୁ ନାଟ ଲଗେଇକି ପଳେଇଲା ତମେ ସେଟା କଣ କଣ ବାହାଘର ଗଲେ ବାଇ ମରୁଆ କଣ ନା ପଢିକି ଆସିବୁ ତମେ ମୁଁ ଆଇଲି ତମେ ଦେଶ ମୁହୂର୍ତ୍ତରେ କାର୍ଯ୍ୟ ଆରମ୍ଭ ବୋଝ ଉପରେ ଲଳିତା ବିଡ଼ା କୁହ ଏଇ ସାଙ୍ଗେ କାନ କହିଲେ ତମେ କୁହ ହାତ
ମଧ୍ୟରେ ବ୍ରହ୍ମ ଜ୍ଞାନ ଝିଅ ପିଲା କେହି ହାତ ନା ବର୍ତ୍ତମାନ କହୁଥିଲେ ହାତ ମଧ୍ୟରେ ବ୍ରହ୍ମ ଜ୍ଞାନ ସ୍ଥିର ସମ୍ପର୍କ ସମ୍ପର୍କ କାଟା ମଧ୍ୟରେ ବ୍ରହ୍ମ ଜ୍ଞାନ ହାତ ବାରି ସଇଲା କଣ କରାଯିବ ତମମାନଙ୍କ ପାଇଁ ଜଲ୍ଦି କୁହ ଆମର ସମୟ ହେଇଯାଉଛି ଆମକୁ ପଢିବାର ଅଛି କହୁନ ବାହାରକୁ ଯାଅ ପାଖକୁ ଯାଇକି ସେଇଠି ଠିଆ ହୁଅ କାର ପାଖରେ ପ୍ରିଣ୍ଟ ହେଇଥିଲା ଆମେ ପଢିପାରିବୁ ତ ଲାଷ୍ଟ ତାଙ୍କର ଆସିନଥିଲେ ଏବେ ନୂଆ ଆଇଛନ୍ତି ମାନେ ଆସିନଥିଲେ ସେମାନଙ୍କୁ ମିସ୍ କରିବୁ ମାନେ ଆସିଥିଲ ପଢିନ ଜଣେ ଜଣଙ୍କର ଶିଖିକି ଯାଉଥିଲ ଏଥିପାଇଁ ପଢିକି ଆସିକି ଆସିବ କାଟିଦେବି ଏଟା କାଟିଗଲାଣି ଏଟା କାଟିଗଲାଣି ପୂର୍ବ କ୍ଲାସରେ ଯୋଉ 15 ଦିନ ମାନେ ଛୁଟି ହେଇଥିଲା ମଝିରେ ଗୋଟେ ସୁନ୍ଦର ତଥାପି ତମମାନେ ପଢିକି ଆସିବନି ଯାଅ ଆଉ କିଛି କହିବି ଯାଅ ପଳାଉଛି ବାହାରକୁ ଆପଣ ମୁଣ୍ଡ ପିଲା ଆମେ ପଢିକି ଆସିବୁ କଠିନ ନାହିଁ ଏମିତି ଜାଣିବନି କି ଜଣେ କହିଲ ସାର୍ କବିତା ବଡ ମାଣ ବାହାରକୁ ଏଇନା ଯିବ କିଛି ଦିଟା ଗୋଟାଏ ପଟ ପଢିକି ନା ଲେଖିବ ଜଣେ ଦି ଜଣ ବି ଲେଖିକି ନା ଆଣିଛ ଆଉ କେହି ଲେଖିବ ବଡ କଣ ପଢିବା କେହି ଲେଖି ଜାଣନ୍ତି ଝିଅ ପିଲା ଲେଖି ଜାଣନ୍ତି ଆଉ ବି କହିଲେ କିଛି କହୁନାହାନ୍ତି କି ଟୋଟାଲି ଶୁଣୁନାହାନ୍ତି ଦିଆ ହେଇଥିଲା ଆଉ ମୁଢି ବି ଦିଆ ହେଇଥିଲା ପଢି ଯାଇଥିଲା କିଛି କର ଆଜି ମାନେ ତୁ ଟ୍ୟାକ୍ସ ରେ ସେ ଟ୍ୟାକ୍ସ କଲମ ଲେଖିଦେଲୁ ମୁଁ ଆମକୁ ପବ୍ଲିଶ କରି କାଢିବୁ ପୂର୍ବଥର ବି କରିଥିଲି ତାପରେ ବି ପଢିକି ଆସିଥିଲି ସେମିତି ବୁଲିବାକୁ ଆସିକି ପଢିବାକୁ ଯଦି ଆସ ଟ୍ୟାକ୍ସ କରିକି ଆସ ତମେ ପତ୍ର ଲେଖନ ସାମାନ୍ୟ କରିପାରିବନି ତମେ କଣ କରିବ ମୁଣ୍ଡ ପାଗଳ
देखो कभी कभी तो सब हो जाए हां खाली अगर खाई के ऊपर भी दीजिए किसी में नहीं तो छुट्टी को कर ले परफेक्ट नंबर एग्जाम दे करो ना वहां हां ना नंबर भाग फर्स्ट एग्जाम करना सेकंड छुट्टी तीन मास पढ़िए तो चार मास को होगी और कौन पढ़ेगा तपस्या ना पढ़ना यस मैम तपस्या से पढ़ना हां देखो वो जो देखो मंगल को भी पूजा किया यस मैम ये तो मेरी बात लेखा है सर कभी कविता तब कुछ गाना वाला काम पड़ेगा गंगाधर मेहर 1812 जिनिसରେ ଜନ୍ମଗ୍ରହଣ କରିଥିଲେ 1924 ମସିହାରେ ମୃତ୍ୟୁବରଣ କୋଉଠି ନା ବରଗଡ଼ର ବରପାଲିରେ ତାଙ୍କର କାବ୍ୟ ହଉଛି ଇନ୍ଦୁମତୀ କୀଚକ ବଧ ପ୍ରଣୟ ବଲ୍ଲରୀ ତପସ୍ୱିନୀ ଅର୍ଦ୍ଧଧାରୀ କବିତା କଲ୍ଲୋଳ ଉତ୍କଳ ଲକ୍ଷ୍ମୀ ରଘୁର ରତ୍ନାକର ପଦ୍ମିନୀ ଏଇ ଯୋଉ ତାଙ୍କର ଯୋଉ ଲେଖା ଅଛି ମୁଁ ନେକ୍ସଟ କ୍ଲାସକୁ ପଚାରିବି ହେଲା उसके हो कि दीदा हो कि चिंता हो कि चटा हो समझ पढ़ी ना आगे अब देखो दरिद्रता पंकपूर्ण जीवन सरबरରୁ ଜାତ ହୋଇଥିଲା ରଙ୍ଗାଜୀ କବି ଗଙ୍ଗାଧରଙ୍କ ସୁକୁମାର ସାହିତ୍ୟ ସରଳ ମାନେ ଗଙ୍ଗାଧର ମେହେରଙ୍କ ବହୁତ ମାନେ ଦରିଦ୍ର ମାନେ ପରିବାର ଥିଲେ ତାଙ୍କ ବାପା ମା ଏତେ ମାନେ ଗରିବ ଥିଲେ ଯେ ମାନେ ତାଙ୍କୁ ମାନେ ଶିକ୍ଷା ଦବାକୁ ତାଙ୍କର ଖୁସିକି ସକ୍ଷମ ନଥିଲା ମାନେ ବହୁତ ଷ୍ଟ୍ରଗଲ କରିକିନା ମାନେ ପାଠ ପଢୁଛନ୍ତି ହେଲା ସେଥିପାଇଁ ତାଙ୍କର ପରିଚୟ ଦବାକୁ ଯାଇ ଲେଖିଛନ୍ତି ମାନେ ଦରିଦ୍ରତା ସମ୍ପୂର୍ଣ୍ଣ ମାନେ ଏମିତି କି ମାନେ ଖାଇବାକୁ ବି ମାନେ ଅଧା ବେଳେ ପାଆନ୍ତି ମାନେ ଏତେ ଗରିବ এই কবি জীবন ও জীবিকার জটিলতা সন্ধি হই ମଧ୍ୟ ଭୁଲି ନଥିଲେ ସେ ବାଣୀ ଆରାଧନା କରିକି ମାନେ ସରସ୍ୱତୀଙ୍କୁ ଆରାଧନା କରିକି ତାଙ୍କର ସବୁ କାବ୍ୟ କବିତା ରଚନା କରୁଥିଲେ ମାନେ ଯେତେ ମାନେ ଦରିଦ୍ର ହେଲେ ବି ବାପା ମା ସକ୍ଷମ ନଥିଲେ ବି ମାନେ ତଥାପି ସେ ମାନେ ହାର ମାନିଛନ୍ତି ମାନେ ତାଙ୍କ ନିଜ ଅନୁସାରେ ସେ କଣ କରୁଛନ୍ତି ନା ସରସ୍ୱତୀଙ୍କୁ ଆରାଧନା କରିକି ବହୁତ ବଡ କବି ହେଇଛନ୍ତି कवि थे भारतीय परंपरार जड़े दृढ़ समर्थक गंगाधर प्रेरणार उस भारतीय पुराण काव्य और नाटकावली माने से केवल कौन उत्स मान कौन पूर्व जो माने आम महाभारत रामायण जो थिला तारू कथा वस्तु पाणी ना काव्य कविता माने जोग प्राचीन परंपरा आधारित ହେଉଥିଲେ ମଧ୍ୟ ତାଙ୍କ କାବ୍ୟ କବିତାରେ ଆଧୁନିକ ସ୍ୱର ଓ ସ୍ୱର ମାନେ ପୁରାଣ ସାହିତ୍ୟରୁ କଥାବସ୍ତୁ ଆଣି କଣ କରୁଥିଲେ ନା ଆଧୁନିକତାରେ ସ୍ଥାନ ମାନେ କଥାବସ୍ତୁ ତାଙ୍କର ଚିନ୍ତା ସେ ଯୋଉ ନାଟକ ରଚନା କରୁଥିଲେ ଧର ଯୋଉ ଏବେ ରାମଲୀଳା ହବ ଏଇ ସମୟର କଥା କିନ୍ତୁ ଏବେ କଣ ଯୋଉମାନେ ସବୁ ନାଟକରେ ସବୁ ଯୋଗଦାନ କରିବେ ଏବେ ତ ଆଧୁନିକ ଲୋକମାନେ କରିବେ ନା ନାହିଁ ଯେମିତି ନାଟକ ରଚନା କରୁଥିଲେ ସେ କଣ କରୁଥିଲେ ନା ପୁରାଣରୁ କଥାବସ୍ତୁ ଆଣିକି ଆଧୁନିକତାରେ ସ୍ଥାନ ତାଙ୍କ ଭାବନା କି ନୀତି ଓ ଆଦର୍ଶର କଠୋର ଶୃଙ୍ଖଳା ସାଧିତ ହେଉଥିଲେ ମଧ୍ୟ ବିଭିନ୍ନ ମାନବ ଦୁର୍ବଳତାକୁ ସେ ପରିହାର କରିପାରିଥାନ୍ତି ଏତଦୃତ ପ୍ରକୃତିର ଜୀବନ୍ତ ଓ ଅପରୂପ ଶୋଭା ବର୍ଣ୍ଣନା କରିବାରେ ଗଙ୍ଗାଧର ହେଉଛନ୍ତି ସମଗ୍ର ଓଡ଼ିଆ ସାହିତ୍ୟର ମାନେ ପ୍ରଥମ କବି ଯିଏକି ମାନେ କେବଳ କଣ ନା ତାଙ୍କ ଲେଖା ଭିତରେ ସେ ପ୍ରକୃତିକୁ ସ୍ଥାନ ଆପଣ ବହିର୍ଭୂତି ସହିତ ଅନ୍ତର୍ଭୁକ୍ତିର ମନକୁ ସମନ୍ୱୟ ଓ ପ୍ରକୃତିର ମାନବାୟକୁ ଗଙ୍ଗାଧରଙ୍କ ରଚନା ପାଠ କରିଛି କଣ କରିଛନ୍ତି ନା ମାନେ
ପ୍ରକୃତିର ଆମର କଣ ଆମେ ଦେଖିବା ଯୋଉଟା ଆଉ ମଣିଷ ଭିତର କଥା ହେଲା ଲେଖକ କେବଳ ଜଣେ କିଏ ମାନେ ତା ଆଖି ଆଗରେ ଯାହା ଦେଖୁଥିବ ସେଇଟା ଲେଖିବ ସେଇଟା ଗୋଟେ ମଣିଷକୁ ଦେଖିକି ତା ବୁଝିଯିବ କି ତା ମନ ଭିତରେ କେଉଁ କଥା ଚାଲିବ ସେମିତି ସେ ବହି ପ୍ରକୃତି ସହିତ ଗୋଟେ ମନୁଷ୍ୟର ଅନ୍ତର୍ପ୍ରକୃତିକୁ ବି ମାନେ ଅନୁଭବ କରିକିନା ସେ କାବ୍ୟ କବିତା ରଚନା କରୁଛି ତାପରେ ଦେଖ ଆଲୋଚ୍ୟ କବିତାଂଶଟି ଗଙ୍ଗାଧରଙ୍କର ଆସିଛି ତପସ୍ୱିନୀରୁ ସଂଗୃହୀତ ହୋଇଛି এটা মনে রাখিব হ্যাঁ অলরেডি চিহ্ন আছে এটা ইম্পর্টেন্ট আছে জন্ম অপপতি ভয়ରୁ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ରାମଚନ୍ଦ୍ର ସତୀ ସତୀ ସୀତାଙ୍କୁ ନିର୍ବାସିତା କରନ୍ତି କଣ ପାଇଁ ତାଙ୍କୁ ବାହାର କରିଦେଇଛନ୍ତି ରାମଚନ୍ଦ୍ର ଜାଣିଛ ରାମାୟଣ ଜାଣିଛ ଜାଣିଛ କଣ ପାଇଁ ବାହାର କରିଦେଇଛନ୍ତି ତାଙ୍କୁ ନେଇକିନା କୋଉଠି ଛାଡିଥିଲେ କଣ ପାଇଁ ହଁ ରାମ ନେଇକି ତାଙ୍କୁ ମାନେ ସିଏ ଘରେ ମାନେ ଗୋଟେ ତାଙ୍କର ସ୍ତ୍ରୀ କଣ କରୁଥିବ ନା ସେ ରାତିରେ କୁଆଡେ ଯାଇଥିବ ସେ ଯେତେବେଳେ ଆସିବ ସକାଳୁ ଘରକୁ ତା ସ୍ୱାମୀ ତାକୁ କଣ କରିବ ନା ବାଡେଇବ ତା ସ୍ତ୍ରୀ ତାକୁ କହିବ ସୀତାଙ୍କୁ ରାବଣ ପୋଡି ବରଣ କରି ନେଇଯାଇଥିଲା କଣ ପାଇଁ ସିଏ ତାଙ୍କୁ ଆଣିକି ରଖିଛନ୍ତି ଆଉ ମୁଁ ତ ସାମାନ୍ୟ ମତେ ଟିକେ ତାକୁ ରଖୁଛି ଏଇଟା ରାମଚନ୍ଦ୍ର ଶୁଣି ଦେଇଯିବ କାଇଁ କହିଲେ ମୁଁ ଯେହେତୁ ଏତେ ବଡ ଲୋକ ହେଇକିନା ଭଗବାନ ହେଇକିନା ଯଦି ମୋ ଦ୍ୱାରା ଭୁଲ ହେଇଛି ମୋ ଠାରୁ ଲୋକମାନେ ଶିଖିବେ ତେଣୁକରି ସେ କଣ କଲେ ନା ସୀତା ଦେବୀଙ୍କୁ ନେଇକିନା ବାଲ୍ମୀକି ଆଶ୍ରମରେ ଛାଡ଼ିଦେଲେ ବାଲ୍ମୀକି ଆଶ୍ରମରେ ଅନ୍ତଃପ୍ରତା ସୀତାଙ୍କର ଆରମ୍ଭ ହୁଏ ପ୍ରତିହିତ ସାଧିନୀ ତପସ୍ୟା ଆମେ ପ୍ରତିହିତ ମାନେ ପତିଙ୍କୁ ନା କଣ ପତ୍ନୀକୁ ହରେଇ ପତ୍ନୀକୁ ଛାଡିକି ଯାଇକି ଦୁଇ ରାଜପୁତ୍ରଙ୍କୁ ସମୁଚିତ ଶିକ୍ଷା ପ୍ରଦାନ କରି ଦେବୀ ରାମାୟଣ ପାଠକୁ ଯୋଗ ଦିଅନ୍ତି କିଏ ତାଙ୍କର ପୁଅ ଦି ଜଣ କିଏ ଆମେ ସିଏ ଯେତେବେଳେ ରାମଚନ୍ଦ୍ର ନେଇକିନା ଛାଡି ଦେଇଛନ୍ତି ସେ ଆଶ୍ରମରେ ହିଁ ତାଙ୍କର ଲବକୁଶ ଦି ଜଣଙ୍କ ଜନ୍ମ କରିଥିଲେ ସେ ତାଙ୍କୁ କଣ କରିଛନ୍ତି ନା ପ୍ରଥମେ ଆମର ଯେତେବେଳେ ବାଲ୍ମୀକି କଣ ରଚନା କରିଥିଲେ ପ୍ରଥମ ସଂସ୍କୃତ ରାମାୟଣ ରଚନା କରିଥିଲେ ଯେତେବେଳେ ରଚନା କରିଥିଲେ ପ୍ରଥମ ସେ କାହାକୁ ଶୁଣେଇଥିଲେ ନା ଲବ ଆଉ କୁଶି ପଞ୍ଚମ ବର୍ଷ ରାମାୟଣ କରି ଲବକୁଶ ପହଞ୍ଚି ଯାଆନ୍ତି ଅଯୋଧ୍ୟାର ରାଜସଭାରେ ସାକ୍ଷାତ ହୁଏ ପିତା ଆଉ ପୁତ୍ରଙ୍କ କିନ୍ତୁ ପରିଚୟ ହୋଇନ ମାନେ ଲବକୁଶ ଜାଣିନାହାନ୍ତି କି ତାଙ୍କ ପିତା ହଉଛନ୍ତି କିଏ ନା ରାମଚନ୍ଦ୍ର ସେମାନେ ଏତେ ତାଙ୍କ ମନରେ ଗୋଟେ ଥିଲା କଣ ପାଇଁ ରାମ ଚରିତ୍ର ସବୁବେଳେ ଗାଇକି ମୁଁ ରାମଙ୍କର ପାଦ ପଦ୍ମ ଦର୍ଶନ କରିବି ବା ତାଙ୍କର ଟିକେ ଆଶୀର୍ବାଦ ଦେବି କିନ୍ତୁ ଜାଣିନାହାନ୍ତି କି ତାଙ୍କ ପିତା ହଉଛନ୍ତି ରାମ କାରଣ ତାଙ୍କ ମା କିଏ ସୀତା ଦେବୀ ସେ ବି ଜାଣିନାହାନ୍ତି କି ଆମେ ଯାହା ବିଷୟରେ ପଢଉଛୁ ସିଏ ହଉଛନ୍ତି ମୋ ମା ଆଉ ସିଏ ହଉଛନ୍ତି ମୋ ବାପା এটা অজ্ঞান ଥିଲେ ଜାଣିନଥିଲେ ଛୋଟ ଛୋଟ ଥିଲେ ନା ସେ କାହିଁକି ଯାଇଥିଲେ ଅଯୋଧ୍ୟାକୁ କାରଣ ସେଠି ରାମଚନ୍ଦ୍ର ଗୋଟେ ଅଶ୍ୱମେଧ ଯଜ୍ଞ କରୁଥିଲେ ଅଶ୍ୱମେଧ ଯଜ୍ଞ କଣ ପାଇଁ ହୁଏ ନା ଅଶ୍ୱମେଧ ଯଜ୍ଞ ହୁଏ ବ୍ରହ୍ମ ହତ୍ୟା ପାପରୁ ମୁକ୍ତି ପାଇବେ ଯେହେତୁ ରାମଚନ୍ଦ୍ର ମାନେ ଯୋଉ ରାବଣ ବ୍ରାହ୍ମଣ ଥିଲେ ନା ତାଙ୍କୁ ଯେହେତୁ ମାରିଥିଲେ ବ୍ରହ୍ମ ହତ୍ୟା ପାପ ଲାଗିଛି ସେ ବ୍ରହ୍ମ ହତ୍ୟା ପାପରୁ ରକ୍ଷା ପାଇବା ପାଇଁ ସେ ଅଶ୍ୱମେଧ ଯଜ୍ଞ ମାନେ କରୁଥିଲେ ଆୟୋଜନ କରୁଥିଲେ ତା ଦେହରେ କେତେ କେତେ ସବୁ ଏତେ ସବୁ ଦେବାଦେବୀ ଅଛନ୍ତି ମୁନି ଋଷି ଅଛନ୍ତି ସମସ୍ତେ ଆସିବେ ସେଇଠି ରାମାୟଣ କିଏ ପାଠ କରିବେ ଲବ ବାଲ୍ମୀକି ନେଇକିନା ଯିବେ ବୋଲି ତାଙ୍କୁ ସେଥିପାଇଁ ରାମାୟଣ ଗାନ ଶିଖଉଥିଲେ ତେଣୁକରି ଇଏ ବି ପୁରା ବହୁତ ଖୁସି ଥିଲେ କି ଆମେ ମାନେ ସେ ଅଶ୍ୱମେଧ ଯଜ୍ଞରେ ଆମେ ଏତେ ଭାଗ୍ୟବାନ କି ଆମେ ଯାଇକି ରାମଚନ୍ଦ୍ରଙ୍କର ପାଦ ପଦ୍ମ ଦର୍ଶନ କରି ସେ ଅଶ୍ୱମେଧ ଯଜ୍ଞରେ ରାମାୟଣ ଗାନ ସୀତା ଯେତେବେଳେ ସମସ୍ତ ବିଷୟ ଶୁଣି ମର୍ମାହତ ହୁଅନ୍ତି ତାଙ୍କର ହଠାତ୍ ରାମଚନ୍ଦ୍ରଙ୍କୁ ସନ୍ଦେହ ଜାତ ହୁଏ କଣ ଜାତ ହେଲା ନା ଏ ଜନ୍ମ ପାଇଁ ଦେଶଭକ୍ତିବ୍ରତ ଅବଲମ୍ବନ କରିଥିବା ରାମଚନ୍ଦ୍ର କଣ ଏବେ ଦ୍ୱିତୀୟ ପତ୍ନୀ ବରଣ କଲେ ଦେଖ ଯେ କୌଣସି ଗୋଟେ ପୂଜା ହଉ ତା ଦେହରେ କିଏ ନା ପତି ପତ୍ନୀ ଥିବେ ହେଲା ପତି ପତ୍ନୀ ମାନେ ଦି ଜଣଙ୍କ ବିନା ଏବେ ଶୁଭ କାର୍ଯ୍ୟ ଅସମ୍ଭବ ହବନି ତେଣୁକରି ଯେହେତୁ ଯଜ୍ଞ କରୁଛନ୍ତି ସେ ଯଜ୍ଞରେ ଯାହା ବି ହେଲେ ମାନେ ରାମଚନ୍ଦ୍ର ବସିବେ ରାମଚନ୍ଦ୍ର ବ୍ରହ୍ମ ହତ୍ୟା କରିଛନ୍ତି ନା
ତାଙ୍କର ପତ୍ନୀ କିଏ ବସିବେ ସେ ତ ସୀତା ମାନେ ଛାଡି ଯାଇଛନ୍ତି ନା ବାଲ୍ମୀକି ଆଶ୍ରମରେ ଏଇଟା ସବୁ କଣ ହେଇଛି ସୀତାଙ୍କର ମନରେ ଗୋଟେ ସନ୍ଦେହ ସୃଷ୍ଟି ହେଇଛି କି ସିଏ ତ ରାମଚନ୍ଦ୍ରଙ୍କୁ ଏକମତ ନଥିଲେ କି ଏ ଜନ୍ମରେ ସେ ମାତ୍ର ଗୋଟାଏ ପତ୍ନୀ ହିଁ ଗ୍ରହଣ କରିବେ ତ ଏକମତ କଥା ତ ସେ ତ ମତେ ବାହାରିଥିଲେ ମତେ ତ ସେ ତ ଛାଡିକି ଯାଇଛନ୍ତି ନା ସେ ଯଜ୍ଞରେ କିଏ ବସିବେ କିନ୍ତୁ ତାଙ୍କ କଥାକୁ ଭାଙ୍ଗିକି ତ ଦ୍ୱିତୀୟ ପତ୍ନୀ ବରଣ କରିବେ ଆମ ମନରେ ଗୋଟେ ସନ୍ଦେହ ସୃଷ୍ଟି ହେଇଛି କାହା ମନରେ ନହେଲେ ଯଜ୍ଞ କାର୍ଯ୍ୟ କରୁଛନ୍ତି କିପରି ପତ୍ନୀର ଅବସ୍ଥାନ ଥିଲେ ଯଜ୍ଞ କାର୍ଯ୍ୟ ଅସମ୍ଭବ ସନ୍ଦେହୀ ନାରୀମାନ ପତି ଦେବତାଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଛି ହେଲା ସେଇଠି କଣ କରୁଛନ୍ତି ନା ସେ କହିଛନ୍ତି କି ମୋ ପୁଅ ଦି ଜଣ ତ ଯିବେ ଲବକୁଶ ମୁଁ ତାଙ୍କ ହାତରେ ଏଇ ଚିଠିଟା ଦେବି କୋଉଠି ନା ରାମଚନ୍ଦ୍ରଙ୍କ ପାଖରେ ଏ ତପସ୍ୱୀ ହଉଛନ୍ତି କିଏ ନା ସୀତା ଏ ପତ୍ର ଲେଖୁ ସେଇଥିପାଇଁ କୁହାଯାଇଛି ତପସ୍ୱୀର ପତ୍ର କାହାଣୀ ଆଲୋଚ୍ୟ କବିତାର ପ୍ରସଙ୍ଗ ମନ ଭିତରେ ସନ୍ଦେହ ନାରୀ ଜନ୍ମ ସୁଲଭ ଇଚ୍ଛା କିନ୍ତୁ କଣ୍ଠରେ କାରୁଣୀ ସବୁବେଳେ ଖାଲି ନାରୀ ଦୋଷ ନୁହଁ କିନ୍ତୁ ମାନେ ସେ ଯେତେବେଳେ ପତ୍ର ଲେଖୁଥିଲେ ସେତେବେଳେ ମାନେ କାନ୍ଦି କାନ୍ଦିକିନା ପତ୍ର ଲେଖୁଥିଲେ ଆଉ କିଛି ନାହିଁ ପଢିଲା ବିଷୟ ଗୁଡା ସିଏ ନେଇକି ଏନେ ବିଷୟ ବସ୍ତୁ ଆମେ ପଢିବ ମୁଁ ଟିକେ କହିଦେଲି କଣ ନା ଆମମାନଙ୍କୁ ବୁଝିବାକୁ ସହଜ ଏ ବିଷୟ ଶରଣ ବର୍ଷଣ ଭୋଜ ରିପୁ ଗଜାଙ୍କୁଶ ଉପ ଗିରି ବ୍ରଜ ଜମି ଦେଖନ୍ତି ବିଧି ଶରଣ ମାନେ ପିଲାମାନେ କଣ ଶରଣ ମାନେ ଆଶ୍ରୟ କଷ୍ଟ ଶବ୍ଦ ଗୁଡାକ ସବୁ ବହିରେ ଟିକେ ଟିକେ ଲେଖିବା କଷ୍ଟ ମାନେ ପୁତ୍ର କଷ୍ଟ ଭୋଜ ରିପୁ ଗଜାଙ୍କୁଶ ରିପୁ ଅର୍ଥ ଶତ୍ରୁ କଷ୍ଟଳ କଷ୍ଟଳ ହଉଛି ପୁତ୍ର ବା କଷ୍ଟ ରିପୁ ଅର୍ଥ ହଉଛି ଶତ୍ରୁ ଗଜାଙ୍କୁଶ ଗଜାଙ୍କୁଶ ଏଠି କୁହାଯାଇଛି କାହାକୁ ନା ରାମଚନ୍ଦ୍ର ଗଜ ଅର୍ଥ ପିଲାଙ୍କୁ କଣ ହାତୀ ଗଜାଙ୍କୁଶ ଅର୍ଥ ହଉଛି ହାତୀକୁ ଯିଏ ଆୟତ୍ତ କରେ ଏଠି କିନ୍ତୁ ଗଜାଙ୍କୁଶ ଦେଇଛି କିଏ ନା ରାମଚନ୍ଦ୍ର କାରଣ ରାମଚନ୍ଦ୍ର ହାତୀକୁ ରାଜ କଣ କଲ ଶତ୍ରୁ ମାନଙ୍କୁ ଆୟତ୍ତ କର ବୁଝେଇବି ପ୍ରତି ଶବ୍ଦର ଅର୍ଥ ଲେଖିଥାନ୍ତି ବୁଝେଇବି କଣ ରୂପ ଗିରି ବ୍ରଜ ବ୍ରଜ କଣ ବ୍ରଜ ଏ ଯୋଉ ବ୍ରଜ ପଡେ ନା ଏ ଯୋଉ ଘଡଘଡି ଏଇଟା ହଉଛି ବ୍ରଜ ଜଣେ ଦେଖନ୍ତି ବିଦୁଷ ବିଦୁଷ କିଏ ପଣ୍ଡିତ ମାନେ ଦେଖ ଏଇ ଦିଟା ଶରଣ କଷ୍ଟଳ ରିପୁ ଗଜାଙ୍କୁଶ ଗୁପ୍ତ ଗିରି ବ୍ରଜ ଜଣେ ଦେଖନ୍ତି ମାନେ ସେ କହୁଛନ୍ତି ପଣ୍ଡିତ ବିଦୁଷ ମାନେ ରାମଚନ୍ଦ୍ରଙ୍କୁ କିପରି ଭାବନ୍ତି ରାମଚନ୍ଦ୍ର ହେଉଛନ୍ତି ଶରଣ ମାନେ ତାଙ୍କ ପାଦ ପଦ୍ମରେ ଯିଏ ଯେମିତି ଶରଣ ପଶିବ ମାନେ ତାଙ୍କର ପୁଅ ପରି ସେ ତାଙ୍କୁ ତାଙ୍କର ନିଜ ପୁଅ ପରି ଆଶ୍ରୟ ଦିଅନ୍ତି ହେଲା ଆଉ କଣ ନା ଭୋଜ ବି ମାନେ ପତଙ୍ଗ କିନ୍ତୁ ଏଠି ଭୋଜ ବି କହିବ ଏଟା ପତମାନ ଏଟା କହିବ ରାମଚନ୍ଦ୍ର କାରଣ ରାମଚନ୍ଦ୍ର ନା ଦେଖ ଆମର ଯେକୌଣସି ଗୋଟେ ଶ୍ରେଷ୍ଠ ଜିନିଷ ଭୋଜ ମାନେ ଶ୍ରେଷ୍ଠ ହବ କାରଣ ଏଠି ପତମାନ କିଛି ବି ନା ମାନେ ନା ନାହିଁ ହେଲା ଏଠି ଶ୍ରେଷ୍ଠ ଶରଣ କଷ୍ଟଳ ସ୍ୱଚ୍ଛ ରିପୁ ଗଞ୍ଜାକୁଶ ମାନେ ଯୋଉ ମୁନି ଋଷି ମାନେ କହୁଛନ୍ତି ପଣ୍ଡିତ ମାନେ କି ମାନେ ଯୋଉ ମାନେ ଇଏ ତାଙ୍କ ପାଦ ପଦ୍ମରେ ଯାଇକି ଆଶ୍ରୟ ଦିଅନ୍ତି ସେ ତାଙ୍କର ନିଜ ପୁଅ ପରି ତାଙ୍କୁ କଣ କରନ୍ତି ନା ଆଶ୍ରୟ ଦିଅନ୍ତି ରାମଚନ୍ଦ୍ର ସେଥିପାଇଁ ସେ ତାଙ୍କ ମାନେ ଦି ହଉଛନ୍ତି ଶ୍ରେଷ୍ଠ ରିପୁ ଗଜାଙ୍କୁଶ ହଉଛି ତାପରେ ବି ଯୋଉମାନେ ତାଙ୍କର ଭକ୍ତ ହେଲା ତାଙ୍କ ପାଦ ପଦ୍ମରେ ଆଶ୍ରୟ ଦିଅନ୍ତି ସେ ତାଙ୍କୁ ଆଶ୍ରୟ ଦିଅନ୍ତି ଆଉ ଯୋଉମାନେ ତାଙ୍କର ଶତ୍ରୁ ସେ ତାଙ୍କୁ କହୁଛନ୍ତି ଗଜାଙ୍କୁଶ ମାନେ ଗଜାଙ୍କୁଶ ହଉଛି ହାତୀ ମାନେ ହାତୀ ହଉଛି କେତେ ବଡ ଗୋଟେ ଜୀବ ତାକୁ ଯିଏ ଆୟତ୍ତ କରେ ସେ ହଉଛି ଗଜାଙ୍କୁଶ ରାମଚନ୍ଦ୍ର ଏଠି କଣ କରନ୍ତି ନା ଯୋଉ ଲୋକର ମାନେ ଯିଏ ଶତ୍ରୁ ହେଇଥିବ ତାକୁ କଣ କରନ୍ତି ନା ଆୟତ୍ତ କରନ୍ତି ଆଉ ଯୋଉ ମାନେ ଲୋକର ଦୁଃଖ ପଡିଯିବ ସେଇ ଲୋକର କଣ କରନ୍ତି ନା ଆମର ଯେମିତି ନିକଟରେ ତମର କାଶ୍ମୀର ଥିଲା ମାନେ ପର୍ବତ ମାନେ ପାହାଡ ମାନଙ୍କର ସବୁ ଥିବ କଣ
ସବୁ ପକ୍ଷୀ ଥିବ ପକ୍ଷୀ ଥିବ ସିଏ ଇନ୍ଦ୍ର କଣ କରିବେ ନା ବଜ୍ର ହାତ କରିକି ତାଙ୍କର ସବୁ ଛେଦନ କରିବେ ସେମିତି ଯଦି ଗୋଟେ ଲୋକ ପାହାଡ ଉପରେ ଦୁଃଖ ଥିବ ରାମଚନ୍ଦ୍ର ତାକୁ କଣ କରିବେ ନା ଯୋଉ ବଜ୍ର ପକେଇକି ତାଙ୍କ ଦୁଃଖକୁ ସବୁ ନଷ୍ଟ କରିବେ ତାକୁ ଉଦାହରଣ ଦେଇକି ବୁଝେଇବେ ବୁଝିପାରୁଛ ଦୁଃଖ ରୂପକ ଗିରି ଯଦି ଥିବ ତାକୁ ରାମଚନ୍ଦ୍ର ବଜ୍ର ପକେଇକି ତାକୁ ସବୁ ଛେଦନ କରନ୍ତି ଏମିତି ଦେଖନ୍ତି ତା ପଣ୍ଡିତ ମାନେ ରାମଚନ୍ଦ୍ରଙ୍କୁ ଏଇଭଳି ଭାବରେ ମାନେ ମନସ୍ଥ କରନ୍ତି ରାଜ ରାଜେଶ୍ୱରଙ୍କ ସେ ପଦ ପଦ୍ମ ଦ୍ୱନ୍ଦ୍ୱେ ହେଲା ରାଜେଶ୍ୱର କିଏ ନା ରାମଚନ୍ଦ୍ର ରାଜେ ରାଜେଶ୍ୱରଙ୍କ ସେ ପଦ ପଦ୍ମ ମାନେ ତାଙ୍କ ପାଦକୁ ପଦ୍ମ ସହିତ ତୁଳନା ଦ୍ୱନ୍ଦ୍ୱ ମାନେ ଦୁଇଟା ଦିନ ଭିକାରୀ ଗୁରୁ ନତ ସ୍ଥିରେ ମାନେ ଯୋଉ ସୀତାରେ ବି ଯେତେବେଳେ ପତ୍ର ଲେଖୁଛନ୍ତି ସେତେବେଳେ ମାନେ ଲେଖୁଛନ୍ତି କି ମୁଁ ସେ ଯୋଉ ରାଜ ରାଜେଶ୍ୱର ବା ରାମଚନ୍ଦ୍ର ମୁଁ ଏତେ ଦୂରରେ ଥାଇକିନା ବି ମୁଁ ମୋର କଣ କରୁଛି ନା ତାଙ୍କ ପାଦ ପଦ୍ମରେ ମୁଁ ମାନେ ପ୍ରଣାମ ଜଣାଉଛି ଯେତେବେଳେ ସେମାନେ ବି ପତ୍ର ଲେଖିଲ କାହା କତିକି ତାଙ୍କ ତମ ସାଙ୍ଗ ପାଖକୁ ସ୍ନେହ ତାଙ୍କ ବାପା ମାଙ୍କ କତିକି ନମସ୍କାର ସେମିତି ଯିଏ ଯେତେବେଳେ ପତ୍ର ଲେଖୁଛନ୍ତି ରାମଚନ୍ଦ୍ରଙ୍କ ପାଖକୁ ସେତେବେଳେ ତାଙ୍କୁ କଣ କରୁଛନ୍ତି ନା ଦୂରରୁ ଥାଇକି ନମସ୍କାର କରୁଛନ୍ତି ସେ ନିଜକୁ ନିଜ କହିଛନ୍ତି କି ମୁଁ ହଉଛି ଦିନ ହେଲା ଏ ପଦଟା ଟୋଟାଲି ବୁଝିବେ କାହିଁକି ଡାଉଟ୍ କରିବେ ଭାଷା ବୁଝିଲେ ତ ଯଦି ନ ବୁଝିପାରୁଛ ମୁଁ ଆଉ ଥରେ ନମସ୍କାର କରେ ହେଲା ଗୁଣ ବୁଝିବେ ଶରଣ ପଶ୍ଚିମ ଏଇଟା ବୁଝିପାରିଲ ରାମଚନ୍ଦ୍ରଙ୍କୁ ପାଦ ପଦ୍ମରେ ଯିଏ ଯାଇକି ଆଶ୍ରୟ ନିଅନ୍ତି ସେ ତାଙ୍କୁ ନିଜ ପୁଅ ପରି ଆଶ୍ରୟ ଦିଅନ୍ତି ଆମେ ନିଜ ପୁଅ ପରି ତାଙ୍କୁ ସ୍ନେହ କରନ୍ତି ସେ ତୁଳନାରେ ସେ ହଉଛନ୍ତି ଶ୍ରେଷ୍ଠ ହେଲା ରିପୁ ଗଜାଙ୍କୁଶ ମାନେ ତାଙ୍କର ଯିଏ ଶତ୍ରୁ ସେ ତାଙ୍କୁ କଣ କରନ୍ତି ନା ହାତୀକି ଯେମିତି ଆୟତ୍ତ କରିଯାଏ ସେମିତି ସେ ତାଙ୍କୁ ମାନେ ଶତ୍ରୁ ମାନଙ୍କୁ ତାଙ୍କୁ ଆୟତ୍ତ କରନ୍ତି ହେଲା ଦୁଃଖ ଗିରି ବ୍ରଜ ମାନେ ଲୋକମାନଙ୍କର ତାଙ୍କ ବା ତାଙ୍କର ଯୋଉ ଶରଣ ଯିଏ ନେଇଥିବେ ତାଙ୍କର ଯୋଉ ଦୁଃଖ ରୂପକ ଯଦି ପାହାଡ ବି ଥିବ ସେଇ ପାହାଡକୁ ସେ କେମିତି ଛେଦନ କରନ୍ତି ନା ବଜ୍ରା ଘାତରେ ତାଙ୍କୁ ଛେଦନ କରନ୍ତି ଚେଷ୍ଟା କରି ଦେଖନ୍ତି ବିଦୁଷ ମାନେ ପଣ୍ଡିତ ମାନେ ବୁଝିଲେ ବୁଝିଲା ତାଙ୍କୁ ପଣ୍ଡିତ ମାନେ କେମିତି ଦେଖନ୍ତି ରାମଚନ୍ଦ୍ର ହଉଛନ୍ତି ମାନେ ଏଇ ଧରଣର ମନୁଷ୍ୟ ମାନେ ତାପରେ ରାଜ ରାଜେଶ୍ୱର ମାନେ ରାମଚନ୍ଦ୍ରଙ୍କର ପାଦ ପଦ୍ମରେ ତାଙ୍କ ପାଦକୁ ପଦ୍ମ ସହିତ ପ୍ରଣାମ ତାଙ୍କ ପାଦ ଏତେ ସୁନ୍ଦର ଯେ ମାନେ କେମିତି ପଦ୍ମ ଫୁଲ ପରି ତାଙ୍କ ପାଦ ଦିନ ଭିତରେ ସୀତା ଦେବୀ ବାଲ୍ମୀକି ଆଶ୍ରମରେ ରହିକି ଯେତେବେଳେ ପତ୍ର ଲେଖୁଛନ୍ତି ତାଙ୍କୁ ସେତେବେଳେ ଆଣ୍ଠୁ ଆଣିକି ମୁଣ୍ଡ ନୁଆଁଇକି ନମସ୍କାର କରୁଛନ୍ତି ନତ ଦୂରରୁ ତାଙ୍କ ପାଖରେ ନାହାନ୍ତି ନା ସେ ବାଲ୍ମୀକି ରହିକି ତାଙ୍କୁ ଆଣ୍ଠୁ ଆଣିକି ମୁଣ୍ଡ ନୁଆଁଇକି ନମସ୍କାର କରୁଛନ୍ତି ନତ ଶିର ମାନେ ନଇଁକି ନୁଆଁ ବୁଝିଲା ଫାଷ୍ଟ କ୍ଲିୟର କରିବାକୁ ମଧୁଆସ ତିମିର ଭୋଜନ ମଧୁ ମିଳୁଛି କଣ ମିଠା ମଧୁ ମଧ୍ୟ ହଉଛି ମିଠା ଆଉ ବା ମାନେ ନୂଆ ବି ଆଉ ଗୋଟେ ହଉଛି ତିମିର ଅର୍ଥ ହଉଛି ଅନ୍ଧାର ହେଲା ତାପରେ ଲେଖ କାତର ଅର୍ଥ ହଉଛି ଦୁଃଖରେ କାତର ଅର୍ଥ ହଉଛି ଦୁଃଖରେ ଲେଖ ଏଠି ଟିକେ ସବୁବେଳେ ଲେଖିଦିଅ ପଢିଲା ବେଳେ ଜାଣିବି କାତର ହଉଛି ଦୁଃଖରେ କାନ୍ତାର ହଉଛି ଜଙ୍ଗଲରେ କାନ୍ତାର ଖାଇ କରେ ନିବେଦନ କଣ ସୀତା ଦେବୀ କହୁଛନ୍ତି ଯେତେବେଳେ ତାଙ୍କୁ ନମସ୍କାର କଲେ ତାପରେ ତାଙ୍କର କଣ ବିଷୟବସ୍ତୁଟା ଲେଖିବେ କଣ ପାଇଁ ଲେଖୁଛନ୍ତି ସେ କହୁଛନ୍ତି କି କରିବାକୁ ମଧୁର ତିମିର କାନ୍ତାର ଖାଇ କରେ ନିବେଦନ ସେ କହୁଛନ୍ତି କି ମୁଁ ଏତେ ଦୂରରେ ଖାଇକି ନମସ୍କାର ଜଣାଇଲେ ଯୋଉ ବାଲ୍ମୀକି ଆଶ୍ରମଟା ଜଙ୍ଗଲରେ ଥିଲେ ମାନେ ଜଙ୍ଗଲ ଭିତରେ ଭିତରେ ଜଙ୍ଗଲ ଭିତରେ ଜଙ୍ଗଲ ଭିତରେ ଖାଇବି ମୁଁ ତମକୁ ଗୋଟିଏ ମାନେ ଛୋଟ ମଧୁ ଆଶା କରୁଛି ଗୋଟେ ନୂଆ ଆଶା ମୋ ମନରେ ସୃଷ୍ଟି ହେଇଛି କଣ ନା ମହାରାଜ ମହାଯୋଗୀ ହୋଇଛନ୍ତି ନବମାନ ହେଉଥିବେ ବାମାଙ୍କ କହୁଛନ୍ତି ଯୋଉ ମହାରାଜା ଆମ ମନ୍ଦିର ଥିଲେ ମହାରାଜା
ମହାଯଜ୍ଞ ସବୁଠାରୁ ବଡ ଯଜ୍ଞ ହଉଛି କଣ ନା ଅଶ୍ୱମେଧ ଯଜ୍ଞ। ମହାରାଜ ମହାଯଜ୍ଞୀ ବୋଇତ ଦୀକ୍ଷିତ ମାନେ କଣ ନା ତାଙ୍କ ପାଇଁ ପୂଜାଟା ହଉ ରାମଚନ୍ଦ୍ରଙ୍କ ପାଇଁ ମାନେ ସେ ବସିଛନ୍ତି ଯୋଉ ସେଇ ଯୋଉ ଜଗନ୍ନାଥ ହେଲା ସେଇଟା ହଉଛି ଦୀକ୍ଷିତ। ନବପତ୍ନୀ ହେଉଛି ବାମଣିକେ ଦୀକ୍ଷିତ ମାନେ ନବପତ୍ନୀରେ ନୂଆ ପତ୍ନୀ ବା ନବପତ୍ନୀରେ ନୂଆ ପତ୍ନୀ ହେଉଛି ବାମଣିକେ ମାନେ ସବୁବେଳେ ପୁଅ ପିଲାମାନେ କଣ କରନ୍ତି ପତ୍ନୀ ବାମ ପଟେ ରୁହନ୍ତି ଆଉ ସ୍ତ୍ରୀର ଡାହାଣ ପଟରେ କିଏ ନା ସ୍ୱାମୀ ବସିବେ। ସେମିତି ସେ କହୁଛନ୍ତି କି ତମର ଯିଏ ବାମ ପାଖରେ ବସିଛି ସିଏ କି ତାଙ୍କର ଏଇଟା ହଉଛି ମାନେ ଗୋଟାର ମଧୁ ଆଶା ବା ନୂଆ ଆଶା ସେ ସୃଷ୍ଟି ହେଇଛି। ତମର ବାମ ପାଖରେ ଯିଏ ମାନେ ବିକ୍ଷିତ ମାନେ ବସିଥିବେ ମୁଗ୍ଧ ବଧୂ ମୁଗ୍ଧ ହେବ ବୋଲି ଶତଗୁଣ ବଢି ଯାଉଥିବ ତୁମ ସକଳ ସବୁ। ମାନେ ପୁଣି କହିଛନ୍ତି ସେଟାରେ ବି କି ତୁମର ମୁଗ୍ଧ ବଧୂ ମାନେ ରାମଚନ୍ଦ୍ର ସବୁ ଗୁଣ ଭଲ। ରାମଚନ୍ଦ୍ର ଦେଖିବାକୁ ଭଲ ତାଙ୍କର କାର୍ଯ୍ୟକଳାପ ସବୁ ଭଲ କହୁଛନ୍ତି। ମୁଁ ଯେହେତୁ ମାନେ ଦିନ ଭିତରେ ଥିଲି ମୁଁ କିଛି ନ ଭୁଲ କରିବି ତମ ଜାଣିକି ଛାଡିଦେଲ କିନ୍ତୁ ତମେ ଏବେ ଯୋଉ ନୂଆ ପତ୍ନୀ କି ଯୋଉ ଆଣିଛ ନବ ପତ୍ନୀ କି ତାକୁ ମାନେ କଣ କହିଲେ ମାନେ ଯୋଉ ତା ଆଗରେ ଭଲ ହବା ପାଇଁ ତମର ଯେତିକି ଗୁଣ ଥିବ ସେ ଗୁଣଟା ଆହୁରି 100 ଗୁଣରେ ବଢି ଯାଉଛି ହେଲା ସେ କହୁଛନ୍ତି ତମର ଯେତିକି ଭଲ ଗୁଣ ଥିବ ଆହୁରି ବଢି ଯାଉଛି କାରଣ ସେ ନବପତ୍ନୀ ଆସିଛି ନା ସେଥିପାଇଁ ତମେ ଆହୁରି ଟିକେ ମାନେ ଆହୁରି ବହୁତ ସହସ୍ର ଅଧିକ ମୋ ଗୁଣ ବଢି ଯାଉଛି। ମୁଗ୍ଧ ବଧୂ ମୁଗ୍ଧ ହେବ ବୋଲି ଶତଗୁଣ ତମ ଗୁଣ ଗୁଡାକ ତା ଆଗରେ 100 ଗୁଣ ବଢିଯିବ ବୋଲି ବଢି ଯାଉଥିବ ତୁମ ସଫଳ ସବୁ ତମର ଯେତେ ସବୁ ଭଲ ଗୁଣ ଅଛି ମାନେ ନବବଧୂକୁ ଦେଖିକି ନା ଆହୁରି ତମ ଗୁଣ ଗୁଡାକ ବଢିଯାଉ। ଆଚରିତ ମହାଯଜ୍ଞୀ କରିବ ପ୍ରଦାନ ଅତିରିକ୍ତ ରତନ ଧନ ଧନ ବସ୍ତ୍ର ମାନ ସେ କହୁଛନ୍ତି ଏଇ ମହାଯଜ୍ଞ କଣ ବହୁତ ମାନେ ସବୁ ଦାନ କରାଯାଏ ମାନେ ଯେକୌଣସି ଆମେ ଆମ ଘରେ ବି ଯେକୌଣସି ପୂଜା ହଉ କି ଯାହା ହଉ ମାନେ କେତେ ଲୋକଙ୍କୁ ଡାକି ଖାଇବାକୁ ଦିଆଯାଏ ନା ସେମିତି ସେ ଯଜ୍ଞଟା ହଉଛି ସେ ଯଜ୍ଞରେ ରାମଚନ୍ଦ୍ର କହିଥିଲେ ମାନେ ଏତେ ଯୋଉ ଲୋକମାନେ ଆସିବେ ମାନେ ଦାନ ନବା ପାଇଁ ତମେ ତାଙ୍କୁ ଏତେ ମାତ୍ରାରେ ଦବ ଯେ ମାନେ କଣ ଦବ ନା ଧନ ରତ୍ନ ଦବ ସମ ହଉଛି କଣ ନା ସୁନା ଦବ ବସ୍ତ୍ର ମାନେ ଯୋଉ ଆମର ସେଟା ପାଟ ବସ୍ତ୍ର ହେଲା ସୁନା ନା ପାଟ ବସ୍ତ୍ର ମାନେ ସେଇ ଯୋଉ କଣ କହିଲ ହଳଦିଆ ରଙ୍ଗର ଯୋଉ ପାଟ ପିନ୍ଧନ୍ତିନି ସେମିତିକା ସମ ବସ୍ତ୍ର ମାନ ଦବ। ଆମକୁ ମାନେ ଯେ ପର୍ଯ୍ୟନ୍ତ ମନା କରିନାହାନ୍ତି କି ଆମର ଆଉ ଧନ ରତ୍ନ ଦରକାର ନାହିଁ ସେ ପର୍ଯ୍ୟନ୍ତ ତମେ କିନ୍ତୁ ଦାନ କର ଏଇ ଆଚରିତ ମହାଯଜ୍ଞ ମାନେ ଏଇ ଯୋଉ ମହାଯଜ୍ଞ ହଉଛି ଆଚରିତ ମହାଯଜ୍ଞ ଏଇ ଯୋଉ ମହାଯଜ୍ଞ ହଉଛି ଏଇ ଯଜ୍ଞରେ ରାମଚନ୍ଦ୍ର କହିଥିଲେ କି ମାନେ ଯେତେ ଯୋଉ ଲୋକ ଆସିବେ ଧନ ରତ୍ନ ନବା ପାଇଁ ତାଙ୍କୁ ତାଙ୍କ ମନ ଯେପରି ତାଙ୍କୁ ସେପର୍ଯ୍ୟନ୍ତ ଦାନ ଏ ତିନିଟା ପଢ କାହାର କଣ ଡାଉଟ ଅଛି? ତିନିଟାରେ ପଢିଦିଅ ତାର ଯୋଉଟା ଡାଉଟ ଥିବ ଏକାଥରେ ପଚାରିଦବୁ ହଁ ବୁଝେଇଦେବି ତମେ ପଢ ନେକ୍ସଟ ମୁଁ ଏଇଠି ବୁଝେଇକିନା ଯାଉଛି କଣ ହେଲା ଫାଷ୍ଟ ଦିଟା ଲାଇନ ଦେଖ ଶରଣ ବତ୍ସଳ କହୁଛନ୍ତି ଧ୍ୱଜ କହିଲେ ଶ୍ରେଷ୍ଠ ମାନେ ସେ ଏଇ ଦିଟା ଲାଇନ ଅର୍ଥ ହଉଛି ବିଦୁଷୀ ପଣ୍ଡିତ କି ସୀତା ଦେବୀ କହୁଛନ୍ତି ପଣ୍ଡିତ ମାନେ ରାମଚନ୍ଦ୍ରଙ୍କୁ କଣ ମନେ କରନ୍ତି ସିଏ ହଉଛନ୍ତି ଶରଣ ବତ୍ସଳ ବା କଣ ନା ତାଙ୍କ ପାଦ ପଦ୍ମରେ ଯିଏ ଯାଇକି ଶରଣ ପଶେ ଭଗବାନଙ୍କ ନିକଟରେ ଶରଣ ବସେଇଥିଲେ ମନସ୍କାମନା ପାଇଁ କି
से शरण कौशल माने से जो माने शरण कौशल से निज पुओ परिकी स्नेह करते श्रेष्ठ रिपु गजन रिपु गजन माने रिपु होची शत्रु शत्रु को जी आयत्त करे जेंति कोन ना गजन हाथी एते बलशाली हेले भी माने एते बड़ जीव हेले भी ताको तो पुनी कि ओटा आयत्त करिବାକୁ ଥିବ ନା ନାହିଁ ହେଲା ସେଥିପାଇଁ କି ନା ଯେତେ ବଡ ଦୁଃଖ ହେଇଥାଉ ଯେତେ ବଡ ଶତ୍ରୁ ହେଇଥାଉ ଭଗବାନ ତାକୁ ରାମଚନ୍ଦ୍ର ତାଙ୍କୁ ମାନେ କଣ କରନ୍ତି ନା ଆୟତ୍ତ କରନ୍ତି କାଳିକି ଆୟତ୍ତ ପୁଣି କରିଥିଲେ ନା ନାହିଁ କରିଥିଲେ ସେଇଥିପାଇଁ କୁହାଯାଇଛି ତାକୁ ରିପୁ ଗଜାନ ଭୂଷଣ ହେଲା ଦୁଃଖ ଗିରି ବ୍ରଜ ଜହିଁ ଦେଖନ୍ତି ବିଦୁଷ ଦୁଃଖ ରୂପକ ଗିରି ଧରାଯାଉ ଗୋଟେ ମଣିଷ ଜୀବନରେ ବହୁତ ଦୁଃଖ ଥିଲା ମାନେ ଏତେ ଦୁଃଖ ଯେ ମାନେ ସେ ରାମଚନ୍ଦ୍ରଙ୍କ ପାଖକୁ ଯାଇକି ତା ଦୁଃଖ ଜଣାଏ ଭଗବାନ ତାକୁ କଣ କରନ୍ତି ନା ଯଦି କେମିତି ନା ବଜ୍ର ପକେଇକି ତା ଦୁଃଖକୁ ମାନେ ସବୁ ବିନାଶ କରନ୍ତି କେମିତି ନା ଯେମିତି ଆଗେ ପାହାଡ ମାନଙ୍କୁ ମାନେ ପକ୍ଷୀ ଥିଲା ମାନେ ଯୁଆଡେ ଚାହୁଁଥିଲେ ଉଡିକି ଯାଇ ପଡୁଥିଲେ କିନ୍ତୁ ସେମାନେ ଇନ୍ଦ୍ରଙ୍କୁ ପ୍ରାର୍ଥନା କଲେ ଇନ୍ଦ୍ର ଦେବତା ଯେମିତି ବଜ୍ର ପକେଇକି ତାଙ୍କ ପକ୍ଷୀକୁ ଛେଦନ କଲେ ସେମିତି କଣ କରନ୍ତି ନା ରାମଚନ୍ଦ୍ର ଦୁଃଖ ରୂପକ ଗିରିକି କଣ କରନ୍ତି ନା ବଜ୍ରାଘାତରେ ତାକୁ ସବୁ ଛେଦନ କରନ୍ତି ଦେଖନ୍ତି ବିଦୁଷ ମାନେ ପଣ୍ଡିତ ମାନେ ରାମଚନ୍ଦ୍ରକୁ ଏଇପରି ଭାବରେ ଆଉ କାହାର କଣ ଡାଉଟ ଥିଲା କଣ ଡାଉଟ କହୁଛନ୍ତି ମୁଗ୍ଧ ବର୍ଗ ମୁଗ୍ଧ ଅର୍ଥ କଣ ମୁଗ୍ଧ ଅର୍ଥ ମାନେ ବିଚିତ୍ର ଦେଖିବା ମୁଗ୍ଧ ଗୋଟେ ଜିନିଷ ଦେଖିଲେ ପୁରା ମୁଗ୍ଧ ମାନେ ମନକୁ ଛୁଇଁଯାଉ ଯେତିକି ଗୁଣ ଅଛି ହେଲା ସେଇ ଗୁଣ ଶବ୍ଦ ଭିତରେ ବଢି ଯାଉଛି କେମିତି ନା ତମର ନୂଆ ତାକୁ ଦେଖିକି ତମର ଯେତିକି ଭଲ ଗୁଣ ଥିବ ସେ ଭଲ ଗୁଣ ଆଉ ସେ ଗୁଣରେ ବଢୁଛ ବୁଝିପାରିଲ ଆଉ କାହାର କଣ ଡାଉଟ ବୁଝିପାରିଲ କାରଣ ପ୍ରତି ଶବ୍ଦର ଅର୍ଥ ବି ମୁଁ କହୁଛି ବିଟ୍ ବାଇ ବିଟ୍ ପଢୁଛି ମାନେ ସେମିତି ହିଁ ଆଧାର ଆଜି ତ ସାରା କହିଛନ୍ତି ଗୋଟେ ଦିନ ଅର୍ଥ ପଢିକି ଯାଇଥିବ এই নেক্সট ক্লাস में दिया हमारा क्रिया युक्त क्रियाहीन तुलना ଯେହେତୁ କ୍ରିୟା ଯୁକ୍ତ କ୍ରିୟାହୀନତା ସରି ଯାଇଛି ଯୋଉମାନେ ପଢିକି ଆସିନାହାନ୍ତି ତାଙ୍କ ପାଇଁ ତ ପୁଣି ଶବ୍ଦ ଦିଆହବ ନା ସେଇଥିରେ ତମମାନେ ସେଇଥିରେ କହିବ ତାଙ୍କ ପାଇଁ ପଛରେ ରହିଲୁ ରହିଲୁ ଆଗକୁ ଯିବା କଥା ଯାଅ ଦେଖ ପିଲାମାନେ ଏଗୋଟା ମାନେ ପୁରା ରିଭିଜନ ହେଇଯିବ କ୍ରିୟା ଯୁକ୍ତ କ୍ରିୟାହୀନ ତୁଳନା ଆଉ ଯୋଉମାନେ ଆସିନାହାନ୍ତି ସେମାନଙ୍କୁ କହିବା ଦେଖ ତମା ଆଉ ନେକ୍ସଟ ଯଦି କହିବି ମୁଁ
अच्छा आपका मुझे दिन भर में से निकला कौन है जी देखा ପରିବେଶକୁ ମଧୁଆରେ ବିଭିନ୍ନ ପ୍ରକାର ଖାତାରେ ଖାତାରେ ଖାଇ ପରେ ନିଜେ କହୁଛନ୍ତି କି ମୁଁ ଏଇ ଜଙ୍ଗଲ ଭିତରେ କୋଉଠି ନାହିଁ ଅନ୍ଧକାର ଜଙ୍ଗଲ ଭିତରେ ଖାଇକି ମୁଁ ଭୋକରେ ତାକୁ କଣ କରୁଛି ନା ମୋର କିଛି ନିବେଦନ ନିବେଦନ ମାନେ କଣ ନିବେଦନ ମୋ ମନ ଭିତରେ ଗୋଟିଏ ନୂଆ ଆଶା ସୃଷ୍ଟି ହୁଏ ମୁଁ ସେଇଆକୁ ଖାଲି ସେଇ ନୂଆ ଆଶାଟାକୁ ମୁଁ ତମ ଆଗରେ ନିବେଦନ କରିବି ନା କହୁଛି ସେ ଆଶାଟାକୁ ସେ କହିବି କଣ ନା ତମର ଯୋଉ ବାମ ପାଖରେ ଯିଏ ବସିଛନ୍ତି କିଏ କିଏ ନବବଧୂ ତ ହେଇଥିବେ ତାପରେ ନେକ୍ସଟ ପେଜରେ ଅଛି ନେକ୍ସଟ ପେଜରେ ଅଛି ହେଲା ମାନେ ସେ କଣ ଜାଣିବାକୁ ଚାହୁଁଥିଲେ କି ତାଙ୍କର ଯିଏ ପତ୍ନୀ ହେଇଛନ୍ତି ସେ କୋଉଠି କେତେଟା କୋଉ ମନ୍ତ୍ର ଜପ କରି ରାମଚନ୍ଦ୍ରଙ୍କୁ ସ୍ୱାମୀ ରୂପରେ ପାଇଛନ୍ତି ଏଇଟା ହଉଛି ତାଙ୍କର ଗୋଟେ ପ୍ରଶ୍ନ କାରଣ ସେଥିପାଇଁ ସେ ପ୍ରଶ୍ନ ଯୋଉ ସେଇଥିପାଇଁ ସେ ପତ୍ର ଲେଖୁଥିଲେ ପିଲାମାନେ ଦୟାକରି ଟିକେ ପାଠ ପଢିକି ନାହାନ୍ତି ଆପଣ ତମର ଫାର୍ଷ୍ଟ ଇୟର ଅଛି କ୍ଲିୟର ହେଇଗଲା ବିଷୟବସ୍ତୁ ତମେ ଦେଖିବ ମୁଁ ଜାଣିଛି ଗ୍ରାମାର ଗୁଡାକ ମାନେ ମାସକରେ କେତେ ସବୁଠାରୁ ସେଥିପାଇଁ ଏବେ ଅଳ୍ପ ଅଳ୍ପ ପଢି ପଢିକିନା ଯିବ ନା ସେତେବେଳେ ସବୁ ଟେନସନ ଥିବ ଇଂଲିଶ ଥିବ ପଲିଟିକାଲ ସାଇନ୍ସ ଥିବ ହିଷ୍ଟ୍ରି ଥିବ ସବୁ ଟେନସନ ଥିବ अब छाड़ से एग्जाम अच्छा ग्रामर एग्जाम मत होई ना ଆଉ ଲଙ୍ଗ କୋଶ୍ଚିନ ତମକୁ କିଏ କାଟି ପାରିବ କିନ୍ତୁ ଗ୍ରାମର ତମକୁ କିଏ କାଟି ପାରିବ ଆଜି ଟ୍ୟାକ୍ସ ଦେଇଛନ୍ତି ତ ଆଜି କଣ ଦିଆହେଲା ଦିଆ ହେଇଛି ସେ ମୁଁ କରୁଛି ଦିଆ ହେଇଛି ଆଉ ଯୋଉମାନେ ଲେଖିକି ଦବା ହେଇଛି ସେମାନେ ଲେଖିବେ ହଉ କାଲି ଦୟାକରି ନିଜର ଖାତାରେ ଦେଖିକି ଆଣିକି ସବମିଟ କରିବ 4ଟା ବେଳେ ଆପଣ ପଢିକି ଆସ ନ ପଢିଲେ ଭାବରେ ଫେଲ ହେଇଛି ଆଉ ଫାଷ୍ଟ ଇୟର ନୁହଁ ଇଣ୍ଟରନାଲ ଏକ୍ଜାମ ଅଛି ଆଉ